Hi everyone, welcome to my channel Plus 12 Classes by Supun sir. ତମର ପୂର୍ବ ଭିଡ଼ିଓରେ ମୁଁ ଶ୍ଲୋକ 6ରୁ ଶ୍ଲୋକ 10 ଯାଏଁ ଆଲୋଚନା କରିଥିଲି। ଏହି ଭିଡ଼ିଓରେ ମୁଁ ଶ୍ଲୋକ 11ରୁ ଶ୍ଲୋକ 15 ପର୍ଯ୍ୟନ୍ତ ଆଲୋଚନା କରିବି, ଯେଉଁଟାକି ତମର ଇଣ୍ଟରନାଲ ଏକ୍ଜାମରେ ଆସୁଛି। ଚାଣକ୍ୟ ନୀତି ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ଚାଣକ୍ୟ ନୀତିର ଶ୍ଲୋକ 11ରୁ ଶ୍ଲୋକ 15 ଏହି ଭିଡ଼ିଓରେ ମୁଁ ଆଲୋଚନା କରିବି। ପୂର୍ବ ଦୁଇଟା ଭିଡ଼ିଓର ପାର୍ଟ 1 ପାର୍ଟ 2ରେ ମୁଁ ଶ୍ଲୋକ 10 ଯାଏଁ ଆଲୋଚନା କରିଛି। এই ভিডিওରେ ଶ୍ଲୋକ 11ରୁ ଶ୍ଲୋକ 15 ଯାଏଁ ମୁଁ ଆଲୋଚନା କରିବି। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। କ'ଣ ଦେଇଛି ଶ୍ଲୋକ 11? ଧନ ଧାନ୍ୟ ପ୍ରୟୋଗେଷୁ ବିଦ୍ୟା ସଂଗ୍ରହଣେଷୁ ଚ ଆହାରେ ବ୍ୟବହାରେ ଚ ତ୍ୟକ୍ତଲଜ୍ଜାଃ ସୁଖୀ ଭବେତ୍। ଅନ୍ୱୟ କ'ଣ ଦେଲା? ଧନ ଧାନ୍ୟ ପ୍ରୟୋଗେଷୁ ବିଦ୍ୟା ସଂଗ୍ରହଣେଷୁ ଆହାରେ ବ୍ୟବହାରେ ଚ ତ୍ୟକ୍ତଲଜ୍ଜାଃ ସୁଖୀ ଭବେତ୍। ଅର୍ଥ କ'ଣ ଦେଲା? ଅର୍ଥ ବୁଝିବା। ଧନ ଧାନ୍ୟ ପ୍ରୟୋଗେଷୁ, ଟଙ୍କା ପଇସା ଓ ଧନ କାରବାରରେ, ବିଦ୍ୟା ଆହରଣରେ, ଭୋଜନରେ ଓ ଅନ୍ୟ ବ୍ୟବହାର ପ୍ରଦର୍ଶନ କାଳରେ ଲଜ୍ଜା ତ୍ୟାଗ କରିଥିବା ବ୍ୟକ୍ତି ସୁଖୀ ହୋଇଥାଏ। ଧନ ଧାନ୍ୟ ପ୍ରୟୋଗେଷୁ, ଯେତେବେଳେ ଟଙ୍କା ପଇସାର କାରବାର କରାଯାଇଥାଏ କିମ୍ବା କାହାଠୁ ଆମେ ଜଣେ ଲୋକଟେ ଆମଠୁ ନେଇଛି କିଛି ପଇସା ଧାର, ଯଦି ଆମେ ତାକୁ ମାଗିବାରେ ଲାଜ କରିବା ତାହେଲେ ଆମର ସେଇ ଜାଗାରେ କ୍ଷତି ହେବ। ତେଣୁ ଟଙ୍କା ପଇସାର କାରବାର ସମୟରେ ଲଜ୍ଜାକୁ ତ୍ୟାଗ କରିବା ଉଚିତ। ବିଦ୍ୟା ଗ୍ରହଣ ସମୟରେ ଲଜ୍ଜାକୁ ତ୍ୟାଗ କରିବା ଉଚିତ। ଗୋଟିଏ ପିଲାଟେ ମୋ ପାଖରେ ବସିକି ପଢ଼ୁଛି, ଯଦି ତାର କିଛି ପ୍ରଶ୍ନ ବୁଝିପାରିଲାନି କି ମୋ ପଢ଼ାଟା ତାକୁ ବୁଝିପାରିଲାନି, ସେ ମୋତେ ଯଦି ନ ପଚାରିଲା, ଲାଜ କଲା, କହିଲା ମୁଁ କାହିଁ ପଚାରିବି, ସାର୍ ହେଠୁ ରାଗିବ ମୋ ଉପରେ, ସିଏ ହେଠୁ ପଚାରିଲାନି, ସେଥିରେ କାହାର କ୍ଷତି ହେଲା, ମୋର ନା ତାର? ତେଣୁକରି ବିଦ୍ୟା ଗ୍ରହଣ ସମୟରେ ଲଜ୍ଜାକୁ ତ୍ୟାଗ କରିବା ଉଚିତ। ଆହାର ବ୍ୟବହାରଚ ତ୍ୟକ୍ତ ଲଜ୍ଜାଃ, ଖାଦ୍ୟ ଗ୍ରହଣ ସମୟରେ ଲଜ୍ଜାକୁ ତ୍ୟାଗ କରିବା ଉଚିତ। ଯଦିକା ମୋତେ ଭୋକ ଲାଗୁଛି, ମୁଁ ଆଉ ଟିକେ ଖାଇବା କଥା, କିନ୍ତୁ ମୋ ଲାଜକୁ ଦେଖି ଆଉ ମାଗିଲି ନାହିଁ, ସେ ମୋ ଉପରେ କ'ଣ ଭାବିବେ, କେତେ ବିକଳିଆ ଟାଇପର ଖାଇ ଲାଗିଛି, ଏମିତି ସବୁ ଭାବିବେ। ଯଦି ମୁଁ ସେଇଟା ଭାବିବି ତାହେଲେ ମୁଁ ଉପାସରେ ରହିବି। ତେଣୁ ଆହାର ବା ବ୍ୟବହାର, କଥାବାର୍ତ୍ତା କଲାବେଳେ, ଖାଦ୍ୟ ଗ୍ରହଣ ସମୟରେ, ବିଦ୍ୟା ଗ୍ରହଣ ସମୟରେ, ଟଙ୍କା ପଇସାର କାରବାର ସମୟରେ ଯେଉଁ ବ୍ୟକ୍ତି ତା ଲଜ୍ଜାକୁ ତ୍ୟାଗ କରିଥାଏ ସିଏ ଖୁସିରେ ରହିଥାଏ। এই ଶ୍ଲୋକଟା ବୁଝିଲ? ଶ୍ଲୋକ 11 5 ମାର୍କିଆ କ୍ୱେଶ୍ଚିନ୍ ବୋଲେ ଲେଖିପାରିବ। ତା ଓଡ଼ିଆଟା ମୁଁ କହିଦେଲି, ଓଡ଼ିଆଟା ବି ତୁମେ ପଢ଼ିଦେବ। ଆଉ ରହିଲା ଯେଉଁ ବିଷେଧାର୍ଥ ମୁଁ ଦେଖାଇ ଦେଉଛି, PDF ମଧ୍ୟ ହ୍ୱାଟ୍ସଆପ୍ ଗ୍ରୁପ୍ରେ ମୁଁ ପଠାଇଦେବି। ତେଣୁକରି ଡେସ୍କ୍ରିପ୍ସନ୍ରେ ହ୍ୱାଟ୍ସଆପ୍ ଗ୍ରୁପ୍ ଲିଙ୍କ୍ ଅଛି। ହ୍ୱାଟ୍ସଆପ୍ ଗ୍ରୁପ୍ ଲିଙ୍କ୍ ଉପରେ କ୍ଲିକ୍ କରିବ, ରିକ୍ୱେଷ୍ଟ ପଠାଇବ, ମୁଁ ଆକ୍ସେପ୍ଟ କରିଦେବି। ତାପରେ ତୁମେ ଏଇ PDF ପାଇପାରିବ। PDFରୁ ବିଷେଧାର୍ଥ ପଢ଼ିଦେବ। ବ୍ୟାକରଣ ତୁମର ସର୍ଟ କ୍ୱେଶ୍ଚିନ୍ ଆସିବ। ସମାସ କାରକ ଅବିକା ଯିବ ଶ୍ଲୋକ 12। ଶ୍ଲୋକ 12 କ'ଣ ଦେଲା? ପରୋକ୍ଷ କାର୍ଯ୍ୟ ହନ୍ତାରಂ ପ୍ରତ୍ୟକ୍ଷେ ପ୍ରିୟବାଦିନଂ ବର୍ଜେ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟମୁଖମ୍। ଶ୍ଲୋକ ବୁଝିଲ? ପଢ଼ିପାରିବ। ଏଥର କ'ଣ ଦେଲା ଶ୍ଲୋକଟାକୁ ବୁଝିବା। ପରୋକ୍ଷ କାର୍ଯ୍ୟ ହନ୍ତାରಂ ପ୍ରତ୍ୟକ୍ଷେ ପ୍ରିୟବାଦିନଂ, ପରୋକ୍ଷରେ ଯିଏ ଆମର କାର୍ଯ୍ୟରେ ହାନି ପହଞ୍ଚଉଛି ଆଉ ପ୍ରତ୍ୟକ୍ଷରେ ଆମ ଆଗରେ ଠିଆ ହୋଇ ମଧୁର ମଧୁର କଥା କହୁଛି, ସେହିପରି ବର୍ଜେ ତାଦୃଶଂ ମିତ୍ରಂ, ସେହିପରି ମିତ୍ରକୁ ବର୍ଜନ କରିବା ଉଚିତ କିମ୍ବା ସେହିପରି ମିତ୍ରଠୁ ଦୂରରେ ରହିବା ଉଚିତ। ବିଷକୁମ୍ଭଂ ପୟମୁଖମ୍, ଯେପରି ବିଷ ସଦୃଶ ମାଠିଆରେ ଉପରେ ଅମୃତ ରହିଛି କିନ୍ତୁ ତଳେ ବିଷ ଭରିକି ରହିଛି, ସେହିପରି ମିତ୍ରକୁ ବର୍ଜନ କରିବା ଉଚିତ। ତାର ଅନ୍ୱୟ କ'ଣ ଦେଲା ପଢ଼ିଦେବା। ପରୋକ୍ଷ କାର୍ଯ୍ୟ ହନ୍ତାରಂ ପ୍ରତ୍ୟକ୍ଷେ ପ୍ରିୟବାଦିନଂ ପ୍ରୟମୁଖಂ ବିଷକୁମ୍ଭଂ ତାଦୃଶଂ ମିତ୍ରଂ ବର୍ଜୟେତ୍। ପରୋକ୍ଷରେ କାର୍ଯ୍ୟହାନି କରି ସର୍ବନାଶ କରୁଥିବା, ସମ୍ମୁଖରେ ମଧୁର କଥା କହୁଥିବା, ମୁଖରେ ଅମୃତ ଥାଇ ବିଷ ଭରା କୁମ୍ଭ ପରି ମିତ୍ରକୁ ବର୍ଜନ କରିବା ଉଚିତ। ଶ୍ଲୋକ ବୁଝେଇଦେଲି, ଓଡ଼ିଆ କହିଦେଲି, ଅନ୍ୱୟ ମଧ୍ୟ ପଢ଼ିଦେଲି। 5 ମାର୍କିଆ ଲଙ୍ଗ କ୍ୱେଶ୍ଚିନ୍ ପଢ଼ିଲେ ଲେଖିପାରିବ। ବିଷେଧାର୍ଥ ତୁମେ ପଢ଼ିଦେବ। ବିଷେଧାର୍ଥ ମୁଁ ପଢ଼ୁନି। ତାପରେ ଶ୍ଲୋକ 13। ଶ୍ଲୋକ 13ଟା ଭଲସେ ଦେଖାଯାଉନି, ମୁଁ ୟାର ଗୋଟେ ଫଟୋ ଉଠେଇକି ତମ ଗ୍ରୁପରେ ପଠାଇଦେବି। ମୁଁ ଖାଲି ପଢ଼ି ଦେଉଛି, ଶୁଣିଦିଅ। ୟାର ଅନ୍ୱୟ ବିଷେଧାର୍ଥଟା ମୁଁ ପଢ଼ିଦେବି। ଶ୍ଲୋକ 13 କ'ଣ ଦେଲା? ସନ୍ତୋଷାମୃତ ତୃପ୍ତାନାଂ ଯତ୍ସୁଖଂ ଯତ୍ସୁଖଂ ଶାନ୍ତଚେତସାଂ ନ ଚ ତତ୍ ଧನುর্লুব্ধানাಂ ইতঃ চেতঃ চ ধাবতাম।
ଅନ୍ୟ କ'ଣ ଦେଲା? ସନ୍ତୋଷାମୃତତୃପ୍ତାନାଂ ଶାନ୍ତଚେତସାଂ ଯତ୍ ସୁଖଂ ତତ୍ ଇତଃ ଚ ଧାବତଂ ଧନଲବ୍ଧାନାଂ ନ। ଅନ୍ୟ ଗଲା ଓଡ଼ିଆ ଅନୁବାଦଟା ପଢ଼ି ଦେଉଛି। ସନ୍ତୋଷ ରୂପକ ଅମୃତ ଦ୍ୱାରା ପରିତୃପ୍ତ ପ୍ରଶାନ୍ତ ଚିତ୍ତ ଜନମାନଙ୍କର ଯେଉଁ ସୁଖ ତାହା ଏଣେ ତେଣେ ଧାଉଁଥିବା ଧନଲୋଭୀମାନଙ୍କର ନଥାଏ। ବିଶେଷାର୍ଥ ପଢ଼ୁଛି, ଦେଖ ବୁଝ। ପୂର୍ବ ଅଷ୍ଟମ ଶ୍ଲୋକରେ ଚାଣକ୍ୟ ସନ୍ତୋଷ ଠାରୁ ବଡ଼ ବା ଉତ୍କୃଷ୍ଟ ସୁଖ ନାହିଁ ବୋଲି କହିସାରିବା ପରେ ଏଥିରେ ସେହି ସନ୍ତୋଷ ରୂପକ ଅମୃତ ଦ୍ୱାରା ଧାଉଁଥିବା ଧନଲୋଭୀ ଜନମାନଙ୍କର ମଧ୍ୟରେ ଏକ ସୁନ୍ଦର ତୁଳନାତ୍ମକ ଭେଦ ପ୍ରଦାନ କରିଛନ୍ତି। ଏଠି କ'ଣ ଦେଲା? ପୂର୍ବ ଅଷ୍ଟମ ଶ୍ଲୋକରେ ଚାଣକ୍ୟ ସନ୍ତୋଷ ଠାରୁ ବଡ଼ ଉତ୍କୃଷ୍ଟ ସୁଖ ନାହିଁ ବୋଲି କହିଛନ୍ତି। ମୋ ପୂର୍ବ ଭିଡ଼ିଓ ପାଠକୁ ଦେଖିଦେବ, ଯେଉଁଟାରେ ମୁଁ ଶ୍ଲୋକ 6ରୁ ଶ୍ଲୋକ 10 ପର୍ଯ୍ୟନ୍ତ ଆଲୋଚନା କରିଲି। ସେଥିରେ ଶ୍ଲୋକ 8ଟାକୁ ପଢ଼ିବ। ଶ୍ଲୋକ 8ରେ ମୁଁ କ'ଣ କହିଛି? ଏଇଟାରେ ସିଏ ଚାଣକ୍ୟ କହିଛନ୍ତି ପୂର୍ବ ଶ୍ଲୋକରେ ସନ୍ତୋଷ ଠାରୁ ବଡ଼ ଉତ୍କୃଷ୍ଟ ସୁଖ ନାହିଁ କହିସାରିବା ପରେ ଏଥିରେ ସେହି ସନ୍ତୋଷ ରୂପକ ଅମୃତ ଦ୍ୱାରା ଧାଉଁଥିବା ଧନଲୋଭୀ ଜନମାନଙ୍କର ମଧ୍ୟରେ ଏକ ସୁନ୍ଦର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି। ତାପରେ ଦେଲା ସନ୍ତୋଷ ଏପରି ଏକ ଅମୃତ ଯାହା ମନୁଷ୍ୟକୁ ଐହିକ ସନ୍ତୋଷ ଏପରି ଏକ ଅମୃତ ଯାହା ମନୁଷ୍ୟକୁ ଐହିକ ପାରଲୌକିକ ସୁଖ ପ୍ରଦାନ କରିଥାଏ। ସନ୍ତୋଷ ଏପରି ଏକ ଯେ ଗୋଟେ ମଣିଷକୁ ସିଏ ଏମିତି ସୁଖ ପ୍ରଦାନ କରିଥାଏ ଯେଉଁଟା ସିଏ ଆଉ କେଉଁ ସୁଖ ପାଇନଥାଏ। ସନ୍ତୋଷ ଅର୍ଥ କ'ଣ? ମନର ପରିତୃପ୍ତି, ଯେଉଁଟା ମନ ଭିତରେ ଯେଉଁ ସନ୍ତୋଷ, ଆରାମଦାୟକ ନିଦ, ଯେମିତି କହୁଛେ ମୋତେ ଆଜି ଆରାମଦାୟକ ନିଦ ହେଲା, ସେଇଭଳି ସନ୍ତୋଷ ଏକ ଅମୃତ ଯାହା ମନୁଷ୍ୟକୁ ଐହିକ ପାରଲୌକିକ ସୁଖ ପ୍ରଦାନ କରିଥାଏ। କୃଷ୍ଣ ମିଶ୍ର ସକୃତ ପ୍ରବୋଧ ଚନ୍ଦ୍ରୋଦୟରେ କହନ୍ତି ଯେ ସନ୍ତୋଷ ରୂପକ ଅମୃତ ସାଗରର ଜଳରେ ଯିଏ ଅଳ୍ପ ଟିକିଏ ହେଲେ ବି ମଗ୍ନ ହୋଇଛି ସେ ସୁଖରେ କାଳାତିପାତ କରିଥାଏ। କୃଷ୍ଣ ମିଶ୍ର କହିଛନ୍ତି ପ୍ରବୋଧ ଚନ୍ଦ୍ରୋଦୟରେ, ତାଙ୍କର ଯେଉଁ ପୁସ୍ତକ କୃଷ୍ଣ ମିଶ୍ରଙ୍କର ପ୍ରବୋଧ ଚନ୍ଦ୍ରୋଦୟରେ ସେ କହିଛନ୍ତି ସନ୍ତୋଷ ରୂପକ ଅମୃତ ଗୋଟେ ସନ୍ତୋଷ ରୂପକ, ଯଦି ସନ୍ତୋଷ ଗୋଟେ ସାଗର, ଗୋଟେ ନଦୀ, ଗୋଟେ ଅମୃତ ହୋଇଦିଏ, ସେଥିରେ ଯେଉଁ ବ୍ୟକ୍ତି ଟିକିଏ ସମୟ ବି ସ୍ନାନ କରିଦିଏ ସେ ଶାନ୍ତିରେ କାଳାତି ବା ସୁଖରେ କାଳାତିପାତ କରିଥାଏ। ଜୀବନ ତାର ଶାନ୍ତିମୟ ହୋଇଥାଏ। ସଂସ୍କୃତ ଭାଗବତ କହେ ଏହି ସଂସାରରେ ନିରୀହ ଆତ୍ମରାମ ଓ ସନ୍ତୁଷ୍ଟ ବ୍ୟକ୍ତିର ଯେଉଁ ସୁଖ ଅର୍ଥ ଓ କାମ ଲୋଭରେ ଦିଗ ବିଦିଗରେ ଧାଉଁଥିବା ଜନର ତାହା କେଉଁଠୁ ମିଳିବ? ସଂସ୍କୃତ ଭାଗବତ କହେ ଏହି ସଂସାରରେ ନିରୀହ ଆତ୍ମରାମ ସନ୍ତୁଷ୍ଟ ବ୍ୟକ୍ତି, ଗୋଟେ ନିରୀହ ଲୋକ, ଗୋଟେ ଆତ୍ମରାମ, ଗୋଟେ ସନ୍ତୁଷ୍ଟ ବ୍ୟକ୍ତିର ଯେଉଁ ସୁଖ ଅର୍ଥ ଓ କାମ ଲୋଭରେ ଦିଗ ବିଦିଗରେ, ମାନେ ଯେଉଁ ବ୍ୟକ୍ତି ଧନ ବା ଅର୍ଥ ସୁଖ ପଛରେ ଧାଉଁଥାଏ ଜନର ତା କେଉଁଠୁ ମିଳିବ? ସେଇ ସୁଖ ଯାହା ପାଖରେ ଧନ ଅଛି ସେ ଯେମିତି ଖୁସିରେ ରହୁଛି, ଯାହା ପାଖରେ ଧନ ନାହିଁ ସେ କ'ଣ ଏମିତି ଖୁସିରେ ରହୁଛି? ତେଣୁ ଏଠାରେ କୁହାଯାଇଛି ସଂସ୍କୃତ ଭାଗବତରେ ଯାହା ପାଖରେ ଧନ ଅଛି ସିଏ ଯେଉଁ ଖୁସିରେ ରହୁଛି ଆଉ କେହି ସେଇ ଖୁସିରେ ରହିପାରିବେ? ଏଣୁ ଅସନ୍ତୁଷ୍ଟ ଜନ କଦାପି ସୁଖ ପାଏ ନାହିଁ। ଏଇଟା ସତ କଥା, ଅସନ୍ତୁଷ୍ଟ ଜନ କେବେ ବି ସୁଖ ପାଇପାରିବ ନାହିଁ। ଅପରନ୍ତୁ ସନ୍ତୋଷ ହିଁ ମନୁଷ୍ୟର ଶ୍ରେଷ୍ଠ ଆଶ୍ରୟସ୍ଥଳୀ। ତେଣୁ ସନ୍ତୋଷ ହେଉଛି ମନୁଷ୍ୟର ଶ୍ରେଷ୍ଠ ଆଶ୍ରୟସ୍ଥଳୀ। କାରଣ ଶାସ୍ତ୍ରରେ କୁହାଯାଇଛି ଯେ ପବନ ପିଇଲେ ବି ସର୍ପମାନେ ଦୁର୍ବଳ ନୁହନ୍ତି। ପବନକୁ ସାପମାନେ ଯେତେବେଳେ ପିଇବେ ସେମାନେ ଦୁର୍ବଳ ନୁହନ୍ତି। ଶୁଖିଲା ତୃଣ ଖାଇବି ବନଗଜ ବଳଶାଳୀ ହୋଇଥାନ୍ତି। ଯେଉଁ ବନରେ ଯେଉଁ ହାତୀ ରହୁଛନ୍ତି ସେମାନେ ଶୁଖିଲା ପତ୍ର ମଧ୍ୟ ଖାଇ ବଳଶାଳୀ ହୋଇଥାନ୍ତି। କନ୍ଦମୂଳ ଓ ଫଳ ଆହାର କରି ମୁନିମାନେ ଜୀବନଯାପନ କରନ୍ତି। ମୁନିମାନେ ଯେଉଁ ତପସ୍ୟା କରନ୍ତି ସେମାନେ କନ୍ଦମୂଳ, ଫଳ, ବନର ସେଉ, କମଳା, ଯେଉଁ କଦଳୀ, ସେଇ ଫଳମୂଳ ଖାଇ ସେ ବନରେ ତାଙ୍କର କାଳାତିପାତ ବା ଜୀବନଯାପନ କରନ୍ତି। କାହିଁ ସେମାନେ ତ କେବେ ଅସନ୍ତୁଷ୍ଟ ନଥାନ୍ତି, କାହିଁ ତ ସେମାନେ କେବେ ତାଙ୍କ ଜୀବନକୁ ନେଇକି ଅସନ୍ତୁଷ୍ଟ ନଥାନ୍ତି। ଏଣୁ ସନ୍ତୋଷ ହିଁ ଉତ୍କୃଷ୍ଟ ସୁଖ। ଏଣୁ ଯେଉଁ କାମ ତମେ କରୁଛ ସେଥିରେ ଯଦି ତମେ ସନ୍ତୋଷ ପାଇଲ, ସନ୍ତୋଷ ଠାରୁ ବଡ଼ ଉତ୍କୃଷ୍ଟ ସୁଖ ହିଁ ନାହିଁ, ତାଠୁ ବଡ଼ ସୁଖ ନାହିଁ। ଏଥିରେ ଚାଣକ୍ୟ କହିଛନ୍ତି, ଏଇ ଶ୍ଲୋକରେ ଚାଣକ୍ୟ ସେଇଆ କହିଛନ୍ତି। ସନ୍ତୋଷ ଆଉ ସୁଖ ମଧ୍ୟରେ ସେ ତୁଳନା କରିଛନ୍ତି। ତାପରେ ଶ୍ଲୋକ 13 ଗଲା, ଶ୍ଲୋକ 14, ଶ୍ଲୋକ 15 ଯାଏଁ ଆଜି ପଢ଼େଇବି। ଶ୍ଲୋକ 14 କ'ଣ ଦେଲା? न विश्वसेत् कुमित्रे च मित्रे न चाति विश्वसेत्
कदाचित् कुपितं मित्रं सर्वं गृह्य प्रकाशयेत्। तार अन्वय कौन देला को मित्रे न विश्वसेत् मित्रे च न अति विश्वसेत् च कदाचित् मित्रं कुपितं सर्वं गृहं प्रकाशयेत्। ओडिया अनुवाद बुझिदवा को मित्र को विश्वास करिबा अनुचित को मित्र जे खराब मित्र ता ऊपर विश्वास करिबा हेउची अनुचित ओ मित्र को भी अति विश्वास करिबा उचित नुहे सबु मित्र को अति विश्वास करिबा उचित नुहे केवल दैवात जदि मित्र रागी गले तेबे समस्त गोपनीय कथा प्रकाश करि देई पारे। विशेषार्थ तमे पढ़ी देबो देखै देली एवं श्लोकटा टे भलरे बुझेई दोस्त तुमको न विश्वसेत को मित्रे च मित्रे न चाति विश्वसेत को मित्र को केबे हेले विश्वास करिबा उचित नुहे कि सबु कौनसी मित्र को अधिक विश्वास करिबा उचित नुहे। एठारे चाणक्य कहिचंती कदाचित कुमित्रम मित्रम सर्वम गृहम प्रकाशेत निजर गोपनीय कथा सदा बेले मित्र आगे प्रकाश करिबा उचित नुहे। केते बेले तम मित्र सहित तमर गंडगोल हैला कि झगड़ा हैला सेही मित्र तमर गोपनीय कथा जानिछि से रागिकी अन्य कहा निकट रे मध्ये तम गोपनीय कथा प्रकाश करि देबो। तेणु चाणक्य एठारे कहिचंती निज मित्र उपरे केबे अति विश्वास करिबा उचित नुहे कि निजर कोनोसी गोपनीय कथा तांको निकट रे प्रकाश करिबा उचित नुहे बा निज गृहर कोनोसी कथा तांको निकट रे प्रकाश करिबा उचित नुहे। विशेषार्थ तुम पढ़ दब अभी श्लोक 15 यथा चतुर्भिः कनकं परीक्ष्यते निर्घर्षण छेदेन तापन ताड़ेन तथा चतुर्भिः पुरुषः परीक्षेत त्यागेन शीलेन गुणेन कर्मणा। एठारे चाणक्य कहते जेपरी चारि प्रकार रे स्वर्ण बा सुवर्ण को परीक्षा करा जाए घर्षण छेदन तापन ताड़न सेहीपरि पुरुष को चारि प्रकार रे पुरुष परीक्षा करिया उचित तथा त्याग द्वारा शीलेन द्वारा गुणेन द्वारा कर्मण द्वारा। शीलेन अर्थ कौन ओडिया अनुवाद देखिदवा जेपरी सुवर्ण को चारोटी कार्य घर्षण छेदन तापन और ताड़न द्वारा परीक्षा करा जाए सेहीपरि पुरुष को त्याग सदाचार गुण और कर्म रूप चारोटी उपर परीक्षा करा जाई थाए। पुरुष को त्याग द्वारा ता व्यवहार सदाचार ता व्यवहार केंदी सेही टाइप रे परीक्षा करिया उचित ता गुण केंदिया से सरल ना रागी कि ना अलगा किसी ता गुण अछि से गुण द्वारा परीक्षा करिया उचित कि कर्म को नै कि सदाले पुरुष को परीक्षा करिया उचित ता कर्म कोन से धर्म रे जाउछि ना अधर्म रे जाउछि से कर्म को नै ताको परीक्षा करिबा उचित। अन्य कोन देला यथा कनकम चतुर्भिः निर्घर्षण छेदन तापन ताड़न परीक्षेत यथा पुरुष त्यागेन शीलेन गुणेन कर्मण चतुर्भिः परीक्षेत। पढ़ीदेली श्लोक बुझेदेली ओडिया अनुवाद बुझेदेली 5 नंबर क्वेश्चन लिखिदेव विशेषार्थ पढ़ी दियो आउ ए पीडीएफ टा तुम पाइबा चाहूच पीडीएफ टा मु व्हाट्सएप ग्रुप रे सेंड करदेवी आ श्लोक 13 गोटे एक्स्ट्रा फोटो उठे व्हाट्सएप ग्रुप रे सेंड करदेवी तेणुकर व्हाट्सएप ग्रुप रे जॉइन हो डिस्क्रिप्शन में लिंक रहियो। श्लोक 16 रु श्लोक 20 नेक्स्ट क्लास रे पढ़ेबी एटा हो तुम पार्ट 3 पार्ट 1 पार्ट 2 ऑलरेडी मु अपलोड कर सारी जोटे श्लोक 1 रु 5 तापर 6 रु 10 एटारे श्लोक 11 रु श्लोक 15 जाए पढ़ेली। नेक्स्ट वीडियो श्लोक 16 रु श्लोक 20 जाए आसीबो आउ चैनल को सब्सक्राइब कर दबो बेल आइकन को मध्य क्लिक कर दो जेतेबेले भी नुआ वीडियो अपलोड करबी तुम पाकू नोटिफिकेशन जीवो वीडियो को लाइक करिवो व्हाट्सएप ग्रुप रे जॉइन हबो जदि नोट्स आ पीडीएफ पाइबा चाहूछ। धन्यवाद। वंदे उत्कल जननी।